1 ଲକ୍ଷ ଟଙ୍କାରୁ ହେଲା 5 ଲକ୍ଷ ଟଙ୍କା। ଇପିଏଫ୍ଓର ଅଟୋ ସେଟଲମେଣ୍ଟ ସୀମାକୁ 1 ଲକ୍ଷ ଟଙ୍କାରୁ ବୃଦ୍ଧି କରି 5 ଲକ୍ଷ ଟଙ୍କା। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି, ହେଲେ କଥାଟି ସତ। ଏହା ଦ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଛି। ତେବେ ଆସନ୍ତୁ ଜାଣିବା, କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ତାର 7.5 କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ସୁବିଧା ଘୋଷଣା କରିଛି। ଏବେ ସଦସ୍ୟମାନେ ଅଫିସ ଧାଇଁବାକୁ ପଡ଼ିବନି ଏବଂ କାଗଜପତ୍ର ଜମା ନ କରି ନିଜ ପିଏଫ୍ ଖାତାରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଟୋ ସେଟଲମେଣ୍ଟ ମାଧ୍ୟମରେ ଉଠାଇ ପାରିବେ। ଏହି ନୂଆ ନିୟମ ଅନୁଯାୟୀ ଶିକ୍ଷା, ବିବାହ, ଘର କିଣା କିମ୍ବା ଚିକିତ୍ସା ପରି ଜରୁରୀ ଆବଶ୍ୟକତା ପାଇଁ ଏହି ରାଶି ସହଜରେ ଉଠାଯାଇପାରିବ। ତେବେ ଆସନ୍ତୁ ଜାଣିବା କ'ଣ ଏହି ନୂଆ ନିୟମ। ଇପିଏଫ୍ଓ ଅଟୋ ସେଟଲମେଣ୍ଟ ସୀମାକୁ 1 ଲକ୍ଷ ଟଙ୍କାରୁ ବଢ଼ାଇ 5 ଲକ୍ଷ ଟଙ୍କା କରିଛି। ଏହା ପୂର୍ବରୁ 2024 ମେ ମାସରେ ଏହି ସୀମା 50,000 ଟଙ୍କାରୁ 1 ଲକ୍ଷ ଟଙ୍କାକୁ ବଢ଼ାଯାଇଥିଲା। ଏବେ ଏହି ନୂଆ ନିୟମ ଅନୁଯାୟୀ ସଦସ୍ୟମାନେ କୌଣସି ଅଫିସରଙ୍କ ଅନୁମୋଦନ ବିନା ଏବଂ କାଗଜପତ୍ର ଜମା ନ କରି ନିଜ ପିଏଫ୍ ଖାତାରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ଏହି ସୁବିଧା ବର୍ତ୍ତମାନ ଚିକିତ୍ସା ସହିତ ଶିକ୍ଷା, ବିବାହ ଏବଂ ଗୃହ କ୍ରୟ ପାଇଁ ମଧ୍ୟ ଲାଗୁ ହେବ। ଶ୍ରମ ରୋଜଗାର ମନ୍ତ୍ରଣାଳୟ ସଚିବ ସୁମିତା ଟାୱାର 28 ମାର୍ଚ୍ଚ 2025ରେ ଶ୍ରୀନଗରରେ ଅନୁଷ୍ଠିତ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏବେ କେବଳ ସିବିଡି ଅନ୍ତିମ ଅନୁମୋଦନ ବାକି ଅଛି, ଯାହା ମିଳିବା ପରେ ଏହି ନିୟମ କାର୍ଯ୍ୟକାରୀ ହେବ। ତେବେ ଆମ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ।